कृषक रेजिस्टर ପାଇଁ ଆସିଲା ନୂଆ ଲିଷ୍ଟ 2026। ଘରେ ବସି ମୋବାଇଲରେ ନିଜ ନାମ ଦେଖନ୍ତୁ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟର ଲିଷ୍ଟ। ନମସ୍କାର ବନ୍ଧୁମାନେ, ଆପଣମାନଙ୍କୁ ଆମର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ଆଜିର ଏହି ଭିଡ଼ିଓରେ ଆମେ କଥା ହେବାକୁ ଯାଉଛେ କୃଷକମାନଙ୍କ ପାଇଁ ଆସୁଥିବା ବଡ଼ ଅପଡେଟ୍ ବିଷୟରେ। ହଁ ବନ୍ଧୁମାନେ, ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟର 2026 ପାଇଁ ନୂଆ ଲିଷ୍ଟ ଜାରି ହୋଇସାରିଛି। ଯେଉଁମାନେ କୃଷକ ରେଜିଷ୍ଟର କରିଥିଲେ ସେମାନେ ଏବେ ଘରେ ବସି ମୋବାଇଲରେ ନିଜ ନାମ ଚେକ୍ କରିପାରିବେ। ତେବେ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ସମ୍ପୂର୍ଣ୍ଣ ପ୍ରକ୍ରିୟା କହିବି। ଆଉ ଯଦି ଆପଣଙ୍କର ନାମ ଲିଷ୍ଟରେ ନଥାଏ ତେବେ ଆପଣମାନେ କ'ଣ କରିବେ ସେଥିପାଇଁ ବିଷୟରେ ମଧ୍ୟ କହିବି। ବନ୍ଧୁମାନେ, ଏହି ଫାର୍ମର ରେଜିଷ୍ଟର ଲିଷ୍ଟ ମାଧ୍ୟମରେ ସରକାର ଚାଷୀମାନଙ୍କର ଡାଟା ଅପଡେଟ୍ କରୁଛନ୍ତି। ଆଗକୁ ଯେଉଁମାନଙ୍କର ସରକାରୀ ଯୋଜନା ଆସିବ, ଯେମିତି ଡେବିଟ୍ ସହାୟତା ଏବଂ ଅନ୍ୟାନ୍ୟ ସାର ସବସିଡି, ଚାଷ ସମ୍ବନ୍ଧୀୟ ସହଯୋଗ, ସେସବୁ ପାଇଁ ଆପଣମାନଙ୍କୁ ଏହି ରେଜିଷ୍ଟର ବହୁତ ଆପଣମାନଙ୍କୁ ଜରୁରୀ। ତେବେ ଚାଲନ୍ତୁ ଜାଣିବା କେମିତି ନିଜ ନାମ ଚେକ୍ କରିବେ। ପ୍ରଥମେ ଆପଣମାନଙ୍କ ଅଫିସିଆଲି ଆଗ୍ରିଷ୍ଟାକ୍ ପୋର୍ଟାଲକୁ ଆପଣମାନେ ଯିବାକୁ ପଡ଼ିବ। ସେଠାରେ ଫାର୍ମର ରେଜିଷ୍ଟ୍ରେସନ୍ କିମ୍ବା ବେନିଫିସିଆରୀ ଲିଷ୍ଟ ଉପରେ ଆପଣମାନେ ନାମରେ ଏକ ଅପସନ୍ ଥିବ, ଆପଣମାନେ ସେଠାରେ କ୍ଲିକ୍ କରନ୍ତୁ। ତାପରେ ଆପଣଙ୍କର ଜିଲ୍ଲା ଚୟନ କରନ୍ତୁ, ପରେ ବ୍ଲକ ଚୟନ କରନ୍ତୁ, ତାପରେ ଗ୍ରାମ ପଞ୍ଚାୟତ ଓ ଭିଲେଜ ଚୟନ କରନ୍ତୁ। ସବୁ ତଥ୍ୟ ଭରି ସର୍ଚ୍ଚ ବୁଟାନ ଉପରେ କ୍ଲିକ୍ କରିଦେଲେ ଆପଣଙ୍କର ଗାଁର ସମସ୍ତ କୃଷକ ଲିଷ୍ଟ ଆସିଯିବ। ସେଠାରେ ଆପଣଙ୍କର ନାମ ଏବଂ ନିଜ ନାମ ଖୋଜିପାରିବେ। ଯଦି ଆପଣଙ୍କ ନାମ ପାଖରେ ରେଜିଷ୍ଟ୍ରେସନ୍ କିମ୍ବା ଆପ୍ରୁଭେଡ୍ ଦେଖାଯାଉଛି ତେବେ ଆପଣଙ୍କର ରେଜିଷ୍ଟର ସଫଳ ହୋଇସାରିଛି। କିନ୍ତୁ ଯଦି ନାମ ନଥାଏ କିମ୍ବା ପେଣ୍ଡିଂ ଦେଖାଯାଏ ତେବେ ଭୟ କରିବାର କିଛି ଦରକାର ନାହିଁ। ଅନେକ ଲୋକଙ୍କର ଡାଟା ଭେରିଫିକେସନ୍ ଚାଲୁଛି। କିଛି ଦିନ ପରେ ପୁଣି ଚେକ୍ କରନ୍ତୁ। ଆଉ ଯଦି ବହୁତ ଦିନ ହେଲା ମଧ୍ୟ ନାମ ନ ଆସେ ତେବେ ନିଜ ନିକଟସ୍ଥ CSC ସେଣ୍ଟର କିମ୍ବା ଏଗ୍ରିକଲଚର ଅଫିସକୁ ଯାଇ ଯୋଗାଯୋଗ କରନ୍ତୁ। ବନ୍ଧୁମାନେ ଧ୍ୟାନ ରଖନ୍ତୁ, ଆଧାର କାର୍ଡ଼ର ନାମ ଭୁଲ ନଥିବା ଦରକାର, ଆଉ ମୋବାଇଲ ନମ୍ବର ଆକ୍ଟିଭ ଥିବା ଦରକାର, ଜମି ସମ୍ବନ୍ଧୀୟ ତଥ୍ୟ ଠିକ୍ ଥିବା ଦରକାର। ଏସବୁ ସଠିକ୍ ଥିଲେ ଆପଣଙ୍କର ନାମ ଲିଷ୍ଟରେ ଆସିବାର ସମ୍ଭାବନା ଅଧିକ ରହିଥାଏ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଆଉ ଏହି ଜରୁରୀ ତଥ୍ୟ ଅନ୍ୟ ଚାଷୀ ଭାଇମାନଙ୍କ ସହ ସେୟାର କରନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।